नमस्कार ओडिशावासी शुभ सकाळ आज हूँ 29 अगस्ट गुरुवार आज रही देश विदेश गुरुत्वपूर्ण खबर जमीक कि कालिया योजना सीएम किसान योजना सुभद्रा योजना केबे मिलिबो टंका ता सहित राशन कार्ड 15 लाख लोकंकर कटिजिवो एमिति विभिन्न प्रकार 10टी गुरुत्वपूर्ण खबर रही खबर देखिया पूर्व प्रथमे आपण केउ जिल्ला देखुछन निश्चित गोटे कमेंट कर दियंतु। नंबर 1 सीएम किसान रे वर्षको दुईटी किस्ती रे मिलिबो 4000 टंका राज्य सरकारଙ୍କର ବଡ଼ ଘୋଷଣା ତେବେ ଅକ୍ଷୟ ତୃତୀୟାରେ ଦ୍ୱିତୀୟ କିସ୍ତି ଆସିବ ନୂଆଖାଇରେ ଚାଷୀଙ୍କୁ ପ୍ରଥମ କିସ୍ତି ମିଳିବ ବୋଲି କୁହାଯାଇଛି ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ 12,500 ଟଙ୍କା ଦେବ ବିଜେଡି କହିଲା କେବଳ ଯୋଜନା ନାଁ ବଦଳିଛି କଂଗ୍ରେସ ବି ସମାଲୋଚନା କଲା କିନ୍ତୁ ସରକାର ଚାଷୀଙ୍କ ପାଇଁ ନୂଆଖାଇରେ ପ୍ରଥମେ ସିଏମ୍ କିଷାନ ଯୋଜନା ଦେବେ ପୂର୍ବରୁ ମିଳୁଥିଲା କାଳିଆ ଯୋଜନା ଏବେ ତା ନାଁ ପରିବର୍ତ୍ତନ ହୋଇ ସିଏମ୍ କିଷାନ ଯୋଜନା ହେଇଛି ସେପ୍ଟେମ୍ବର 8 ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ 2,000 ଟଙ୍କା ମିଳିବ ସେହିପରି ଅକ୍ଷୟ ତୃତୀୟାରେ ଦ୍ୱିତୀୟ କିସ୍ତି ମିଳିବ ଆଉ ବିଜେଡି କିଛି କେବଳ ଯୋଜନା ନାଁ ବଦଳିଛି ସହାୟତା ରାଶି ମଧ୍ୟ ସେମିତି ଅଛି କଂଗ୍ରେସ କହିଛି ଚାଷୀଙ୍କ ପାଇଁ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇନାହିଁ କିନ୍ତୁ ଏବେ 12,500 ଟଙ୍କା ଚାଷୀମାନଙ୍କୁ ମିଳିବ ବୋଲି କୁହାଯାଉଛି। ନମ୍ବର 2 କୋଲକାତା ଆରଜିକର ମେଡିକାଲ କଲେଜରେ ମହିଳା ଡାକ୍ତର ଦୁଷ୍କର୍ମ ହତ୍ୟା ମାମଲାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଡ଼ ବୟାନ ଦେଇଛନ୍ତି ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୁଁ ବହୁତ ନିରାଶ ଏବଂ ଭୟଭୀତ ଝିଅମାନଙ୍କ ବିରୁଦ୍ଧରେ ଅପରାଧକୁ ବରଦାସ୍ତ କରାଯିବ ନାହିଁ ସେ କହିଛନ୍ତି ବହୁତ ହୋଇଗଲା ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ବହୁତ ହୋଇଗଲା ସେ କହିଛନ୍ତି ଯେତେବେଳେ କୋଲକାତା ଛାତ୍ର ଡାକ୍ତର ନାଗରିକମାନେ ବିରୋଧ ପ୍ରଦର୍ଶନ କରୁଥିଲେ ସେତେବେଳେ ମଧ୍ୟ ଅପରାଧୀମାନେ ଅନ୍ୟ ସ୍ଥାନରେ ଅପେକ୍ଷା କରି ରହିଥିଲେ କୌଣସି ସଭ୍ୟ ସମାଜର ମହିଳାଙ୍କ ବିପକ୍ଷରେ ଏଭଳି ଅତ୍ୟାଚାରକୁ ଅନୁମତି ଦିଆଯିବ ନାହିଁ ରାଷ୍ଟ୍ରପତି ମୁର୍ମୁ ଆହୁରି ମଧ୍ୟ କହିଛନ୍ତି ଅନେକ ସମୟରେ ନିନ୍ଦନୀୟ ମାନସିକତା ଥିବା ଲୋକମାନେ ମହିଳାଙ୍କୁ କମ୍ ଶକ୍ତିଶାଳୀ କମ୍ ଦକ୍ଷ କମ୍ ବୁଦ୍ଧିମାନ ଭାବରେ ଦେଖନ୍ତି କୌଣସି ସମାଜ ସଭ୍ୟ ସମାଜକୁ ଦେଖନ୍ତି ନାହିଁ ଭଉଣୀମାନଙ୍କ ଉପରେ ଏଭଳି ଅତ୍ୟାଚାର ଅନୁମତି ଦେଇପାରିବେ ନାହିଁ ଆଉ ଯେଉଁମାନଙ୍କର ଦୃଷ୍ଟିକୋଣ ରହିଛି ସେମାନେ ମହିଳାମାନଙ୍କୁ ବସ୍ତୁ ଭାବରେ ଦେଖନ୍ତି ଭୟରୁ ମୁକ୍ତି ପାଇବା ପାଇଁ ବାଟରେ ଆସୁଥିବା ପ୍ରତିବନ୍ଧକୁ ହଟାଇବା ପାଇଁ ଆମ ଝିଅମାନଙ୍କର କର୍ତ୍ତବ୍ୟ ସେ କହିଛନ୍ତି ଯେ ନିର୍ଭୟା ପରେ 12 ବର୍ଷ ପରେ ସମାଜ ଅସଂଖ୍ୟ ଦୁଷ୍କର୍ମକୁ ଭୁଲି ଯାଇଛି କିନ୍ତୁ ପୁଣି ଆଉଥରେ ଦୁଷ୍କର୍ମ ତେଣୁ ଆମେ ଏସିବା ପାଇଁ ଏସବୁକୁ ସାମ୍ନା କରିବାକୁ ପଡ଼ିବ ନାରୀ ଶକ୍ତିଶାଳୀ ହେବାକୁ ପାଇଁ ପଡ଼ିବ ଏମିତି ବିଭିନ୍ନ ପ୍ରକାର ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ କହିଛନ୍ତି ଯେ ସମାଜକୁ ନିଜକୁ କଠିନ ପ୍ରଶ୍ନ ପଚାରିବା ଆବଶ୍ୟକତା ଏବଂ କୌଣସି ସମାଜ ଝିଅ ଭଉଣୀଙ୍କ ଉପରେ ଏଭଳି ଅତ୍ୟାଚାରକୁ ଅନୁମତି ଦେଇପାରିବି ନାହିଁ ଏମିତି କହି ଦୋଷୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 10 ବର୍ଷରେ ପିଏମ୍ଜେୱାଇ ଏତିକି ଆକାଉଣ୍ଟରେ ଅଛି 2,31,236 କୋଟି ଟଙ୍କା ତେବେ 28 ଅଗଷ୍ଟ 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଧନର ସଫଳତା ରୂପାୟନ ଆଜି ଏକ ଦଶନ୍ଧି ହୋଇଛି ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ନିର୍ମଳା ସୀତାରମଣ ବାର୍ତ୍ତାରେ କହିଛନ୍ତି ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତିକରଣ ହାସଲ ପାଇଁ ଆନୁଷ୍ଠାନିକ ବ୍ୟାଙ୍କିଂ ସେବାର ସାର୍ବଜନୀନ ଓ ସୁଲଭ ଉପଲବ୍ଧ ଜରୁରୀ ଏହା ଗରିବଙ୍କର ଅର୍ଥନୈତିକ ଏବଂ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅବହେଳିତ ସମ୍ପ୍ରଦାୟର ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟ କ୍ଷୁଦ୍ର ସଞ୍ଚୟ ଯୋଜନା ବୀମା ଓ ଋଣ ଓ ସାର୍ବଜନୀନ ସୁଲଭ ଆନୁଷ୍ଠାନିକ ମୂଲ୍ୟ ଏବେ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଜନଧନ ଗତ ଦଶନ୍ଧି ମଧ୍ୟରେ ବ୍ୟାଙ୍କିଂ ସେକ୍ଟର ବହୁତ ଆଗେଇଛି ଆଉ ଲୋକ ମଧ୍ୟ ଏଥିରେ ଉପକୃତ ହେଉଛନ୍ତି ଜନଧନ ଆକାଉଣ୍ଟ ଖୋଲିବା ମାଧ୍ୟମରେ 53 କୋଟି ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଂ ବ୍ୟବସ୍ଥା ଅଣାଯାଇପାରି ପଦକ୍ଷେପର ସଫଳତା ହୋଇଛି ଆଉ ଏସବୁ ବ୍ୟାଙ୍କ ଆକାଉଣ୍ଟରେ 2.3 କୋଟି ଟଙ୍କାର ଜମାରାଶି ମଧ୍ୟ ମିଳିଛି ତେଣୁ 36 କୋଟିରୁ ଅଧିକ ମାଗଣା ରୂପେ କାର୍ଡ ମଧ୍ୟ ଜାରି ହୋଇଛି ଯେଉଁଥିରେ 2 ଲକ୍ଷ ଟଙ୍କାର ବୀମା ମଧ୍ୟ ସୁବିଧା ରହିଛି ଉଲ୍ଲେଖଯୋଗ୍ୟ ଯେ ଏଥିରେ ଖାତା ଶୁଳ୍କ ରକ୍ଷଣାବେକ୍ଷଣ ଶୁଳ୍କ ନାହିଁ କିନ୍ତୁ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ବୋଲି ସୀତାରମଣ କହିଛନ୍ତି ଆଉ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ଖୁସିର ବିଷୟ ଯେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ 67% ଆକାଉଣ୍ଟ ଖୋଲାଯାଇଛି ଆଉ 55% ମହିଳାମାନଙ୍କର ଅଛି ବୋଲି କୁହାଯାଉଛି ତେବେ ସବୁଠାରୁ ବଡ଼ ଖବର ମଣିଷ ଦେହରେ ବାର୍ଡ ଫ୍ଲୁ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ତେବେ ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଏଥିଲାଗି ପିପିଲି ସତ୍ୟବାଦୀ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି
1 କିଲୋମିଟର ଭିତରେ 1 ରୁ 10 କିଲୋମିଟର ଭିତରେ 2 ଥାକିଆ ସର୍ଭେଲାନ୍ସ କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମାଲବ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲ୍ଲା ମଙ୍ଗଳପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଜଣେ ରୋଗୀଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ଏଭଳି ସ୍ଥିତିରେ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଅଛି। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଆଶାକର୍ମୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ତାମିଫ୍ଲୁ ମେଡିସିନ ଦଉଛନ୍ତି। ଆଉ ଲୋକଙ୍କୁ N95 ମାସ୍କ ଲଗାଇବା ପାଇଁ କୁହାଯାଉଛି। ସ୍ୱାସ୍ଥ୍ୟ ଏବଂ ପଶୁ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ଏକ ଦିଗରେ କାମ କରାଯାଉଛି ବୋଲି କୁହାଯାଉଛି। ଶିବାଜୀଙ୍କ ମୂର୍ତ୍ତି ଭୁଷୁଡ଼ିବା ପଡ଼ିବା ପରେ ଏବେ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ଉଦ୍ଧବ। ତେବେ ସବୁଠାରୁ ବଡ଼ ଖବର, ମହାରାଷ୍ଟ୍ର ସିନ୍ଧୁବର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଷୁଡ଼ି ପଡ଼ିବା ଘଟଣା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିପତ୍ତି ଆସିଛି। ମହାଯୁତି ସରକାରଙ୍କ ଜୋରଦାର ଆକ୍ରମଣ କରିଛି। ଏହି ଘଟଣାକୁ ବିରୋଧ କରିବା ପାଇଁ ସେପ୍ଟେମ୍ବର 1ରେ ମହାବିକାଶ ଅଘାତୀ ମୁମ୍ବାଇରେ ଏକ ରାଲି ଆୟୋଜନ କରିବ ବୋଲି ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉଦ୍ଧବ ଠାକରେ ମହିଳା ସୁରକ୍ଷା ଓ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ସରକାର ନାମରେ ଅଭିଯୁକ୍ତ କରିଛନ୍ତି ସେ ମହାରାଷ୍ଟ୍ରରେ ଏକ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ସେ କହିଛନ୍ତି 2-3 ଦିନ ପୂର୍ବରୁ ବନ୍ଦ କରାଯିବ ବୋଲି କୁହାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ବାତିଲ କରାଯାଇଥିଲା। ଠାକରେ ପ୍ରଶ୍ନ ଉଠାଇଛନ୍ତି ଯେ ଯେତେବେଳେ ଭଗବତ ସିଂ କୋଶାରୀ ସମୁଦ୍ର କୂଳରେ ରାଜଭବନରେ ରହୁଥିଲେ ସେତେବେଳେ ତାଙ୍କ ଟୋପି କେବେ ଉଡ଼ିନଥିଲା। ଆଉ ତେବେ ମୂର୍ତ୍ତିଟି ପବନରେ କିଭଳି ଭୁଷୁଡ଼ିଗଲା? ଆଉ ଉଦ୍ଧବ ଏହି ଅବସରରେ ଘୋଷଣା କରିଛନ୍ତି ସେପ୍ଟେମ୍ବର 1ରେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧ କରାଯିବ। ଏ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ସ୍ମାରକ ନିର୍ମାଣରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ଏହା ପୁନର୍ନିର୍ମାଣ ପାଇଁ ପୁଣି ଦୁର୍ନୀତି ହେବ। ଆଉ ଏତେ ଟଙ୍କା ବିଜେପି କୋଉଠୁ ଆଣୁଛି? ସବୁ ଆମମାନଙ୍କର ଟଙ୍କା। ଏ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆଉ ସେ ଅଭିଯୋଗ କରିଛନ୍ତି ଯେ ଲୋକମାନେ ଶିବାଜୀ ମହାରାଜଙ୍କୁ ଅପମାନିତ କରୁଛନ୍ତି। ଏଭଳି କରିବା ଉଚିତ ନୁହେଁ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏହି ଅବସରରେ ସେ ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଆସାମ ଓ ଓଡ଼ିଶାର ନାମ ନେଇଛନ୍ତି। ମମତାଙ୍କୁ ଟିପ୍ପଣୀ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି। ଆଉ କହିଛନ୍ତି ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ ଏବଂ ନକାରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନଶୀଳ ମନୋଭାବକୁ ଆମେ ଓଡ଼ିଶାବାସୀ କେବେ ବି ଗ୍ରହଣ କରିବୁ ନାହିଁ। ସାମାଜିକ ଗଣମାଧ୍ୟମ ଏକ୍ସରେ ମମତାକୁ ଶ୍ରୀ ମାଝୀ କହିଛନ୍ତି, ଆପଣଙ୍କୁ ଅଧିକାର ଦେଲା କିଏ? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାବାସୀ ଦାୟିତ୍ୱବାନ ଓ ସଚେତନ। ତେଣୁ ଏଭଳି କହିବାଟା, ଏଭଳି ଇଆଡୁ ସିଆଡୁ କହିବାଟା କେମିତି? ମୁଁ ସେଥିପାଇଁ କହୁଛି ଓଡ଼ିଶାରେ ଶାନ୍ତି ଏବଂ ଓଡ଼ିଶାରେ ଦାୟିତ୍ୱବାନ ଏବଂ ଓଡ଼ିଶାରେ ସଚେତନ ଲୋକ ରହୁଛନ୍ତି। ତେଣୁ ଏଥିରୁ ଆପଣ କ୍ଷାନ୍ତ ରୁହନ୍ତୁ ଏବଂ ଶାନ୍ତ ରୁହନ୍ତୁ ବୋଲି ମମତା ବାନାର୍ଜୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାସନ କାର୍ଡ ଧାରୀଙ୍କ ପାଇଁ ବଡ଼ ଖୁସି ଖବର। ଇ-କେୱାଇସି କୁ ନେଇ ଆସିଲା ବଡ଼ ଅପଡେଟ୍। ତେବେ ରାସନରେ ଭୂତ ଅଧିକାରୀମାନେ କାଟିବାକୁ ଯାଉଥିବା ଇ-କେୱାଇସି ସଂଯୋଗ ବ୍ୟବସ୍ଥା ଏବେ ହେଉଛି। ମାସ ଧରି ଏବେ ଯେଉଁମାନେ ଅଯୋଗ୍ୟ ଥିଲେ ସେମାନଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଇଥିଲା। ଆଉ ସେମାନେ ମଧ୍ୟ ରାସନର ଫାଇଦା ଉଠାଉଥିଲେ। ତେଣୁ ଏବେ ସ୍ପଷ୍ଟ କଲେ ସରକାର, ପ୍ରତିଟି ରାସନ କାର୍ଡ ଏବେ ଇ-କେୱାଇସି ବାଧ୍ୟତାମୂଳକ ହେବ। ଆଉ ଡେଡଲାଇନ୍ ମଧ୍ୟ ହୋଇଯାଇଛି। ରାସନ କାର୍ଡ ପାଇବା ନାହିଁ ଭୂତ ଅଧିକାରୀ, ତେଣୁ ଇ-କେୱାଇସି ସଂଯୋଗ ବ୍ୟବସ୍ଥା କରୁଛନ୍ତି। ହେଲେ ସେଥିପାଇଁ ମାସେ ସମୟ ନେବା ପାଇଁ କହିଛନ୍ତି ବିଧାନସଭା। ବିଧାନସଭା ଉଦ୍ବେଗ କରିଛି ଇ-କେୱାଇସି ଜଲ୍ଦି କରିବା ପାଇଁ। ଆଉ ଯେଉଁମାନେ ବାଧ୍ୟତାମୂଳକ ଇ-କେୱାଇସି କରିବେ ସେଠାରୁ ଜଣାପଡ଼ିଯିବ ଯେ ଅଯୋଗ୍ୟର ଲିଷ୍ଟ କେତେ। ଅଯୋଗ୍ୟମାନଙ୍କର ପ୍ରାୟ 15 ଲକ୍ଷରୁ 16 ଲକ୍ଷ ଲୋକ ହେବେ, ଯାହା ତାଙ୍କର ନାଁ କଟିବ। ଆଉ ନୂଆ ରାସନ କାର୍ଡ ଧାରୀକୁ ରାସନ କାର୍ଡ ମିଳିବ ବୋଲି କୁହାଯାଉଛି। ତେବେ ଘରେ ଏଇ ଜିନିଷ ଥିଲେ ଆପଣ ସୁଭଦ୍ରା ଟଙ୍କା ଯୋଜନା ପାଇବେ ନାହିଁ। ଘରେ ଯଦି ଆପଣଙ୍କର 4 ଚକିଆ ଗାଡ଼ି ଥିବ ଆପଣମାନେ କେବେ ବି ପାଇବେନି। ଆଉ ମହିଳା ଯଦି ସ୍ୱାବଲମ୍ବୀ ଥିବେ ଏବଂ ଆର୍ଥିକ ସ୍ୱଚ୍ଛଳ ଥିବେ ତାଙ୍କୁ ସୁଭଦ୍ରା ଯୋଜନା ମିଳିବନି ବୋଲି ସରକାର ପକ୍ଷରୁ ଘୋଷଣା କରାଯାଇଛି। ଏହି ଆଧାରରେ ସରକାର ଗରିବ ଏବଂ ଅସହାୟ ମହିଳାଙ୍କୁ ହାତ ଖର୍ଚ୍ଚ ଯୋଗାଇବେ। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ଆଉ ବର୍ଷକୁ 10,000 ଟଙ୍କା 2ଟି କିସ୍ତିରେ ମିଳିବ ବୋଲି କୁହାଯାଉଛି। 5 ବର୍ଷରେ 50,000 ଟଙ୍କା ପାଇବେ ମହିଳାମାନେ। ଆଉ ଏ ନେଇ ମଧ୍ୟ କୁହାଯାଇଛି ଯେ ନୂଆ ଗାଇଡଲାଇନ୍ ଆସିଛି ଯେ 21ରୁ 60 ବର୍ଷ ଭିତରେ ମହିଳାମାନେ ଆବେଦନ କରିପାରିବେ। ଆଉ ତାଙ୍କୁ ମିଳିବ। ଯେଉଁମାନଙ୍କର ଆର୍ଥିକ
ଅବସ୍ଥା ଖରାପ ଅଛି ସେମାନେ ହିଁ ପାଇପାରିବେ। ଘରେ 4 ଚକିଆ ଯାନ ଥିଲେ ମିଳିବ ନାହିଁ। ମାସକୁ ଯୋଉମାନେ 1500 ଟଙ୍କା ରୋଜଗାର କରୁଥିବେ ସେମାନଙ୍କୁ ମିଳିବ ବୋଲି କୁହାଯାଇଛି। ତେଣୁ ଏଇଭଳିଆ ଦେଶ ବିଦେଶର ମୁଖ୍ୟ ଖବର ପ୍ରତ୍ୟେକ ଦିନ ସକାଳ 5ଟାରେ ଦେଖିବା ପାଇଁ ଚାହୁଁଥିଲେ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଯାହାଫଳରେ ପ୍ରତ୍ୟେକ ଦିନ ଆପଣମାନେ ସକାଳେ ଆମ ଖବର ଦେଖିପାରିବେ। ଜୟ ଜଗନ୍ନାଥ।